ହୋଇଥିଲେ ପଢନ୍ତୁ। ତାହା କମ୍ପି ଉଠିଲା। ଓକେ ପୁଣି ଓକେ ଫାଇନ୍, ଆଉ ଥରେ ପଢନ୍ତୁ, ସେତିକି ପଦ ସେତିକି ହିଁ ଲାଇନ ପଢନ୍ତୁ। ସେମାନେ ପ୍ରାର୍ଥନା କଲା ଉତ୍ତାରେ ହଁ, ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ ତାହା କମ୍ପି ଉଠିଲା। ପ୍ରେଜ୍ ଦ ଲର୍ଡ, ବାସ୍ ସେତିକି ଯଥେଷ୍ଟ। ଲେଖାଯାଏ ସେମାନେ ଯେତେବେଳେ ପ୍ରାର୍ଥନା କରି ସାରିଲେ, ଏଇଟା ଷ୍ଟୋରି ଅଛି ଅଲଗା କିଛି, ଆପଣ ମାନେ ସେଇ 4 ପର୍ବକୁ ତଳେ ତଳେ ପଢିବେ, ଆପଣ ଭଲରେ ବୁଝିପାରିବେ। ଆଉ ଯଦି ବହୁତ ଥର ମୁଁ ଏ ବିଷୟକୁ କହିଛି, ମୁଁ ଆମ ବାଇବଲ କଲେଜରେ ବି କହିଛି, ତ ହୁଏତ ପାରେ କିଛି ଭାଇ ଭଉଣୀ ମାନେ ଏ କଥା ଶୁଣିଛନ୍ତି। ଯଦି ଶୁଣି ନାହାନ୍ତି ତେବେ ଆପଣ 4 ପର୍ବକୁ ପଢନ୍ତୁ। ତ ଏଇ ଶିଷ୍ୟ ମାନେ ଆସିକି ଗୋଟେ ଜାଗାରେ ପ୍ରାର୍ଥନା କରୁଛନ୍ତି। କାହିଁକି ଶିଷ୍ୟମାନଙ୍କୁ ଧମକ ଦିଆଯାଉଛି, ତମେ ଯୀଶୁଙ୍କ ନାମ ପ୍ରଚାର କରିପାରିବ ନାହିଁ, ଯଦି ତମେ ପ୍ରଚାର କରିବ ତାହେଲେ ତମକୁ ହତ୍ୟା କରାଯିବ। ଯୀଶୁଙ୍କୁ ଯେମିତି କ୍ରୁଶାର୍ପିତ କରାଗଲା ଠିକ ସେ ପ୍ରକାର ତୁମମାନଙ୍କୁ ମଧ୍ୟ କରାଯିବ। ପୁରା ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ ଏକ ଦୃଢତାରେ ସେମାନଙ୍କୁ ଆଜ୍ଞା ଦିଆଯାଉଛି, ଆଦେଶ କରାଯାଉଛି, ତମେ ଯୀଶୁଙ୍କ ନାମ ପ୍ରଚାର କରିପାରିବ ନାହିଁ। ଆମେ ଯଦି ଅନ୍ୟ ଭାଷାରେ କହିବା ତେବେ ତାଙ୍କୁ ଥ୍ରେଟେନ କରାଯାଉଥିଲା, ସେମାନଙ୍କୁ ଭୟଭୀତ କରାଯାଉଥିଲା, ସେମାନଙ୍କୁ ଡରା ଯାଉଥିଲା, ଧମକା ଯାଉଥିଲା, ତମେ ଯୀଶୁଙ୍କ ନାମ ପ୍ରଚାର କରିପାରିବ ନାହିଁ। ଆଜ୍ଞା, ଏଇଟା ଯୀଶୁଙ୍କୁ ହତ୍ୟା କରିବାର କମ ଦିନ ଭିତର କଥା, କେବଳ 50 ଦିନର କଥା, ଏଇଟା ବେଶୀ ଦିନ ନାହିଁ। ପୃଥିବୀ କମ୍ପି ଯାଉଥିଲା, ପୃଥିବୀରେ ଶାନ୍ତି ମାନେ ନିସ୍ତବ୍ଧ ହେଇଯାଇଥିଲା, ପୁରା ବିଲକୁଲ ଶାନ୍ତିର ଆଟମସ୍ଫିୟର ହେଇଯାଇଥିଲା, କୌଣସି ଶବ୍ଦ କାହାଠାରୁ ଶୁଣା ଯାଉନଥିଲା। ଏତେ ଭୟାନକ ମର୍ମାହତ ଯୀଶୁଙ୍କୁ ଦିଆଯାଇଥିଲା। ପୃଥିବୀରେ କେବେ ମଧ୍ୟ ଏ ପ୍ରକାର ଭୟଙ୍କର ଦଣ୍ଡ ମାନେ ଦଣ୍ଡ ପାଇବା ବ୍ୟକ୍ତି ନଥିଲେ, କିମ୍ବା ଏ ପ୍ରକାର ଦଣ୍ଡ କାହାକୁ ଦିଆଯାଇ ନଥିଲା। ଲୋମ ଟାଙ୍କୁରି ଉଠୁଥିଲା ଲୋକମାନଙ୍କର ଏ କଥା ଶୁଣିଲେ। ଏଥିପାଇଁ ଯାହା ପାଟିରେ ବି ଶୁଣିଲେ କେବଳ ସେଇ କଥା, ଯୁହୁଦୀ ଲୋକ, ଜଣେ ଯୁହୁଦୀ ଲୋକଙ୍କୁ ଏମିତି ହତ୍ୟା କରାଗଲା, ଯିଏ ଯୁଆଡେ ଥିଲେ ମଧ୍ୟ ସେ କଥା କେବଳ କହୁଛନ୍ତି। ଯେମିତି ବେଳେ ବେଳେ ଆମମାନଙ୍କର କିଛି ଦିନ ପୂର୍ବରୁ ଆମମାନଙ୍କର ଓଡିଶା ବାସୀ ଗୋଟେ ବାଇବଲ ଆମର କଲେଜରୁ ଆପଣ ଜାଣିଛନ୍ତି ଗୋଟେ ଭଉଣୀ ଯିଏକି ଆତ୍ମହତ୍ୟା କଲେ, ତାଙ୍କର କଥା ଯେ ପ୍ରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଖରେ ହେଲା, ଠିକ ସେ ପ୍ରକାର ଯୀଶୁଙ୍କର ଏଇ ହତ୍ୟା ବା ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁଦଣ୍ଡ ବିଷୟରେ ପୁରା ସାରା ପୃଥିବୀରେ ବ୍ୟାପି ଗଲା। ଆଉ ଯିଏ ବି ଆତଙ୍କ ସୃଷ୍ଟି କରିଥିଲା, ଆଉ ଯୋଉ କୌଣସି ବ୍ୟକ୍ତି ବି ଥିଲେ, ସେ ଲୋକମାନେ ପରସ୍ପର କଥା ହଉଥିଲେ, ଫୁସୁରୁ ଫାସୁରୁ ହେଇକି କଥା ହଉଥିଲେ ଯେ ଏ ପ୍ରକାର ହତ୍ୟା କରାଗଲା, ଏଇ ପ୍ରକାର ଆମେ ମୃତ୍ୟୁଦଣ୍ଡ କେବେ ଦେଖିନଥିଲୁ, ଏଇ ପ୍ରକାର ପନିଶମେଣ୍ଟ ଆମେ କେବେ ଦେଖିନଥିଲୁ। ତାର ଗୋଟେ ମାସ ବି ନାହିଁ, 50 ଦିନ, ଗୋଟେ ମାସ ପରେ ପରେ 50 ଦିନ ବେଳକୁ ଆହୁରି ତାଙ୍କର ଟିମ୍ ମାନେ ଠିଆ ହେଇକି ପ୍ରାର୍ଥନା କରିବାକୁ ଆରମ୍ଭ କଲେ, ଯୀଶୁଙ୍କର ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ଚିନ୍ତା କରନ୍ତୁ, ୟା ପୂର୍ବରୁ କିଛି ଦିନ ପୂର୍ବରୁ ହତ୍ୟା କରାଯାଇଥିଲା, ଆଉ ସେଇ ଲୋକ, ହତ୍ୟାକାରୀ ଲୋକମାନେ ଏବେ ମଧ୍ୟ ଜୀବିତ ଅଟନ୍ତି, କିନ୍ତୁ ତାର ଶିଷ୍ୟମାନେ ପୁନର୍ବାର ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟକୁ ପ୍ରଚାର କରିବାର ଲାଗିଲେ। ଆଉ ଏମାନଙ୍କୁ ଧରିକି ଧମକ ଦିଆଗଲା। ବାଇବଲ ଲେଖାଯାଏ, ଯୋଉ ପଦ ଆମେ ପଢିଲୁ ତାର ଟିକେ ଯଦି ଉପର ପଦ ଆମେ ପଢୁଛୁ, ଶିଷ୍ୟମାନେ ଏକତ୍ରିତ ହେଇକି ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କୁ, ହେ ପ୍ରଭୁ, ଏମାନଙ୍କର ତର୍ଜନ ଗର୍ଜନ ପ୍ରତି ଦୃଷ୍ଟିପାତ କର, ଆଉ ସେମାନଙ୍କର ପାଟି ବନ୍ଦ କର। ଏ କଥା କହୁନାହାନ୍ତି ମରିଯାଆନ୍ତୁ, ମରିଗଲେ ଭଲ ହେଇଥାନ୍ତା, ଏ କଥା କହୁନାହାନ୍ତି, ବରଂ ସେମାନଙ୍କୁ କହୁଛୁ, ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏମାନଙ୍କର ତର୍ଜନ ଗର୍ଜନରେ ଦୟାକରି ଟିକେ କଣ କର, ଦୃଷ୍ଟିପାତ କର। ଆଉ କଣ କର, ଟିକେ ପଢିବା ଆମେ ସେ କଥା, 29 ପଦ ପଢନ୍ତୁ ଜଲ୍ଦି। 29 ପଦ। ଏବେ ସେମାନଙ୍କ ତର୍ଜନ ଗର୍ଜନ ପ୍ରତି ଦୃଷ୍ଟିପାତ କର। ୟେସ୍। ପୁଣି ତୁମ ଦାସମାନଙ୍କୁ ପୂର୍ଣ୍ଣ ସାହସ ସହ ତୁମର ବାକ୍ୟ କହିବାକୁ ଶକ୍ତି ଦିଅ। ଡରିବା କଥା ନାହିଁ, ଡରିକି ପଳେଇବା ଲୋକ ନଥିଲେ ଏମାନେ। ଗର୍ଜନ ପାଇଲେ, ତର୍ଜନ ପାଇଲେ, ଥ୍ରେଟେନିଂ ପାଇଲେ, ଲେଖା ହେଇଛି ତାର ଯଦି ଉପର ପଦ ଆପଣ ପଢିବେ, 18 ପଦ ଲେଖା ହେଇଛି, ସେମାନଙ୍କୁ ପୁରା ଦୃଢ ରୂପେ ଆଜ୍ଞା ଦେଲେ, ଦୃଢ ରୂପେ ଆଜ୍ଞା ଦେଲେ। ଏମିତି ହଁ ଠିକ ଅଛି, ସୁବିଧା ପାଇଲେ ପ୍ରଚାର କରିବ, ନହେଲେ ନାହିଁ, ଏମିତି ନାହିଁ, ଦୃଢ ରୂପେ ଆଜ୍ଞା ଦେଲେ ତମେ ଯୀଶୁଙ୍କ ନାମ ପ୍ରଚାର କରିବାର ନାହିଁ, ମାତ୍ର ନାହିଁ। ଆଉ ଏମାନେ ଆସିକି ଉତ୍ତର ତ ଦେଲେ, ସେମାନଙ୍କୁ ଜବାବ ଦେଇଛନ୍ତି, ବହୁତ ସୁନ୍ଦର ଭାବରେ ଜବାବ ଦେଇଛନ୍ତି। 19 ପଦରେ ଜବାବ ଦଉଛନ୍ତି, କଣ ବୋଲି ଜବାବ ଦଉଛନ୍ତି, ପିତର ଜହନ କଣ କହୁଛନ୍ତି, ପଢନ୍ତୁ 19 ପଦ କିନ୍ତୁ ଜଲ୍ଦି ଜଲ୍ଦି। ପିତର ଓ ଯୋହନ ଈଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା ତାହା ଆପଣମାନେ ବିଚାର କରନ୍ତୁ। ହଁ, ଈଶ୍ୱରଙ୍କର କଥା ଶୁଣିବୁ ନା ତମର କଥା ଶୁଣିବୁ, ସେଟା ତମେ ଟିକେ ବିଚାର କର। ଈଶ୍ୱର କହୁଛନ୍ତି, ଯାଅ ସମସ୍ତ ଜାତି ନିକଟକୁ ତୁମେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ଯୋଉ ସକଳ ଆଜ୍ଞା ତୁମମାନଙ୍କୁ ଦେଇଅଛି, ସେଇ ଆଜ୍ଞାକୁ ଶିକ୍ଷା ଦେବା ପାଇଁ ବା ପାଳନ କରିବା ପାଇଁ ଶିକ୍ଷା ଦେଇ ସେମାନଙ୍କୁ ମୋହର ଶିଷ୍ୟ କର। ଏଇଟା ଯୀଶୁ ଖ୍ରୀଷ୍ଟ କହିଲେ। ଆଉ
ଏମାନେ କଣ କହୁଛନ୍ତି? ଗାଁ ଲୋକ କହୁଛନ୍ତି ନାଇଁ 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 ନାଇଁ, ତମେ ଯୀଶୁଙ୍କର ବିଷୟ ପ୍ରଚାର କରିପାରିବ ନାହିଁ। କିନ୍ତୁ ଯୀଶୁ କଣ କହୁଛନ୍ତି? ତମେ ମୋର ଶିଷ୍ୟ ବନାଅ। ଯୀଶୁ କହୁଛନ୍ତି ମୋର ବିଷୟ ତମେ ପ୍ରଚାର କର। କିନ୍ତୁ ଏଇ ଲୋକମାନେ କହୁଛନ୍ତି ଯୀଶୁଙ୍କ ବିଷୟ ପ୍ରଚାର କରିବ ନାହିଁ। ଏଥିପାଇଁ ପିତର ଆଉ ଯୋହନ କହୁଛନ୍ତି କି ପ୍ରକାର ଆମେ କରିବୁ? ଆମେ ପରମେଶ୍ୱରଙ୍କର କଥାକୁ ପାଳନ କରିବୁ ନା ତମର କଥାକୁ ପାଳନ କରିବୁ? ତାହା ତୁମେ ଭାବି ଦେଖ, ବିବେଚନା କରିକି ଦେଖ। ତାପରେ ତଳପଦରେ କହୁଛନ୍ତି ଯାହା ଆମେ ଦେଖିଅଛୁ, ଯାହା ଆମେ ଶ୍ରବଣ କରିଅଛୁ, ସେଇ କଥା ନ କହିକି ଆମେ କି ପ୍ରକାର ରହିପାରିବୁ? ଏଇଟା ହଉଛି ରିଏଲ ଏକ୍ସପିରିଏନ୍ସ, ଏଇଟା ହଉଛି ପ୍ରକୃତ ଅନୁଭବ। ଏଇଟା ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ପ୍ରକୃତ ହୃଦୟରେ ଯୀଶୁଙ୍କୁ ଧାରକର୍ତ୍ତା ଭାବେ ଗ୍ରହଣ କରିଅଛି, ଯିଏ ପ୍ରକୃତରେ ଯୀଶୁଙ୍କୁ ନିଜ ଜୀବନ ଅନୁଭବ କରିଛି, ସେଇ ବ୍ୟକ୍ତି କହିବ ଯୋଉ ପ୍ରଭୁକୁ ମୁଁ ନିଜ ଜୀବନ ଅନୁଭବ କରିପାରିଛି, ଯୋଉ ପ୍ରଭୁଙ୍କର ରବ ମୁଁ ଶୁଣିଛି, ସେଇ ପ୍ରଭୁଙ୍କ ବିଷୟରେ ନ କହିକି ମୁଁ କି ପ୍ରକାର ବିଶ୍ରାମ କରିକି ରହିପାରିବି? କି ପ୍ରକାର ମୁଁ ତୁମର ଧମକରେ ଡରିକି ରହିବି? ନାହିଁ। ଏଇ କଥା ଏକା ଜଣେ ଜ୍ଞାନୀ ବ୍ୟକ୍ତି କହିଲେ। ପାଉଲ ନାମକ ଜଣେ ପ୍ରେରିତ, ସେ କହୁଛନ୍ତି କିଏ ମତେ ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ କରିବ? ନୋବଡି କ୍ୟାନ୍। କୌଣସି ବ୍ୟକ୍ତି ନୁହେଁ, ମୃତ୍ୟୁ ନାହିଁ, ଖଡଗ ନାହିଁ, କିଛି ନାହିଁ। ମତେ କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ କରିପାରିବ ନାହିଁ। ଯୋଉ ବ୍ୟକ୍ତି ଖ୍ରୀଷ୍ଟଙ୍କ ଲୋକମାନଙ୍କୁ ଗୋଟେ ଦିନ ତାଡ଼ନା କରୁଥିଲେ, ଯେତେବେଳେ ସେ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ଅନୁଭବ କଲେ, ସେ ବ୍ୟକ୍ତି କହୁଛନ୍ତି ସେଇ ଖ୍ରୀଷ୍ଟଙ୍କ ଠାରୁ ମତେ କେହି ବି ଅଲଗା କରିପାରିବେ ନାହିଁ। ଯଦି ଖଡଗ ଆସିବ ମୁଁ ଖୁସିରେ ଖୁସିରେ ଗ୍ରହଣ କରିବି। ଯଦି ଦୁଃଖ ଆସିବ, ନିନ୍ଦା ଆସିବ, ମୁଁ ଖୁସିରେ ଖୁସିରେ ଗ୍ରହଣ କରିବି। ଆଜ୍ଞା, ରିଭାଇଭାଲ ଆସିବ, ନିଶ୍ଚିନ୍ତ ଆସିବ। ଉଦ୍ଦୀପନା ନିଶ୍ଚିନ୍ତ ଆସିବ, ଆସୁଛି ମଧ୍ୟ। କିନ୍ତୁ ବଡ ବଡ ମିଟିଂ କଲେ କେବଳ ଉଦ୍ଦୀପନା ଆସିବ ତାହା ନୁହେଁ। ଈଶ୍ୱରଙ୍କର ଅନୁସରଣକାରୀ ହେଲେ ଉଦ୍ଦୀପନା ଆସିବ। ଯୀଶୁ ଖ୍ରୀଷ୍ଟଙ୍କର ଫଲୋୱର୍ସ ହେଲେ ଉଦ୍ଦୀପନା ଆସିବ। ଯୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କରି ଯୀଶୁ ଖ୍ରୀଷ୍ଟଙ୍କ ପଛରେ ଚାଲିବା ବ୍ୟକ୍ତି ହେଲେ ହିଁ ଉଦ୍ଦୀପନା ଆସିବ। ଯିଏ କହିବ ବୋ ବଡେ ମେ ଘଟୁ, ଏ ପ୍ରକାର କହିବା ଲୋକମାନେ ରହିଲେ ଉଦ୍ଦୀପନା ଆସିବ। ଯେ ନିଜକୁ ଦେଖେଇବ, ତେବେ କେବେ ମଧ୍ୟ ଉଦ୍ଦୀପନା ଆସିବ ନାହିଁ। ଏମାନେ ଏ କଥା ଶୁଣି ପ୍ରାର୍ଥନା କରିବାକୁ ଲାଗିଲେ। ଆଜିର ଉଦ୍ଦୀପନା କଣ? ଆଜିର ଉଦ୍ଦୀପନା ଜାଗା, ଲୋକମାନେ କମ୍ପନ୍ତି, ଲୋକମାନେ କମ୍ପି ଯାଉଛନ୍ତି। କିନ୍ତୁ ବାଇବଲ ଲେଖାଯାଏ ଏଇ ଲୋକମାନେ ଯେତେବେଳେ ସେଇ ଥ୍ରେଟନିଂ ଶୁଣିଲା ପରେ, ଲୋକମାନଙ୍କର ଧମକ ଚମକ ଶୁଣିଲା ପରେ, ଏମାନେ ଆସିକି ଏକତ୍ରିତ ଗୋଟେ ଘରେ ବସି ପ୍ରାର୍ଥନା କରୁଛନ୍ତି। ଆଉ କହୁଛନ୍ତି ହେ ପ୍ରଭୁ, ଏମାନଙ୍କର ତର୍ଜନ ଗର୍ଜନ ପ୍ରତି ତୁମେ ଟିକେ ଧ୍ୟାନ କର। ଆଉ ଆମ୍ଭ ମାନଙ୍କୁ, ଏଇ ତୁମର ଦାସ ମାନଙ୍କୁ ତୁମେ ଏଇ ପ୍ରକାର ଏକ ସାହସ ଦିଅ, ଯୋଉ ସାହସରେ ଆମେ ତୁମର ବାକ୍ୟକୁ ପ୍ରଚାର କରିବୁ। I have decided to follow Jesus. No turning back. ଦୁଃଖ ଆସୁ, ପଛକୁ ଫେରିବାର ନାହିଁ। ମୁଁ ଯୀଶୁଙ୍କ ପଛରେ ଚାଲିବା ପାଇଁ ମୁଁ ମନୋନୀତ କରିଅଛି। ମୁଁ ଯୀଶୁଙ୍କ ସଙ୍ଗେ ଚାଲିବା ପାଇଁ ମନୋନୀତ କରିଅଛି। ଆଉ କେବେ ମଧ୍ୟ ପଛକୁ ଫେରିବି ନାହିଁ। କୌଣସି ଶକ୍ତି ମତେ ପଛକୁ ଫେରେଇ ପାରିବ ନାହିଁ। ଆଜ୍ଞା, ଏମାନେ ପ୍ରଭୁଙ୍କର ବାକ୍ୟକୁ କିମ୍ବା ପ୍ରଭୁଙ୍କର ସାହସ ପାଇଁ ପ୍ରାର୍ଥନା କଲେ। ସେ ଲୋକମାନଙ୍କୁ ମରିଯାଆନ୍ତୁ ବୋଲି ପ୍ରାର୍ଥନା କରିନାହାନ୍ତି। ସେଇଠୁ କୁଆଡେ ପଳେଇବୁ ଏଇ କଥା ବୋଲି ପ୍ରାର୍ଥନା କରିନାହାନ୍ତି। ବରଂ କହିଲେ ସାହସର ସହିତ ଆମେ ଯେ ପ୍ରକାର ସୁଷମାଚାରକୁ ପ୍ରଚାର କରିବୁ, ତାର ଅର୍ଥ ଏମାନଙ୍କ ପାଖରେ ଆଉ କିଛି ଦେଖା ଯାଉନାହିଁ। ଏମାନେ ମରିଗଲେ ମରିଯିବୁ, କିନ୍ତୁ ଆମେ ଯୀଶୁଙ୍କର ବାକ୍ୟ ହିଁ ପ୍ରଚାର କରିବୁ, ଯୀଶୁଙ୍କର ହିଁ ସାକ୍ଷୀ ହେବୁ, ଏ କଥା କେବଳ ଏମାନଙ୍କ ମନରେ ଥିଲା। ଏଥିପାଇଁ ବୋଲି ଏମାନେ କୌଣସି ପ୍ରକାର ଆଉ କୌଣସି ଧମକ ଚମକକୁ ଭୟ କରୁନଥିଲେ। ଆଉ ପ୍ରାର୍ଥନା କଲା ପରେ ଲେଖାଯାଏ ଯୋଉ ଜାଗାରେ ସେମାନେ ପ୍ରାର୍ଥନା କରୁଥିଲେ ସେଇ ସ୍ଥାନ କମ୍ପିବାକୁ ଲାଗିଲା। ହାଲେଲୁୟା। ସେ ସ୍ଥାନ କମ୍ପିବାକୁ ଲାଗିଲା। ବାଇବଲ ପ୍ରକାଶ କରେ ସେଇ ସ୍ଥାନ କମ୍ପିବାକୁ ଲାଗିଲା। କିନ୍ତୁ ଆଜିର ଉଦ୍ଦୀପନା ସଭାରେ କଣ ହଉଛି? ଲୋକମାନେ କମ୍ପୁଛନ୍ତି। ସ୍ଥାନ କମ୍ପୁ ନାହିଁ, ଲୋକମାନେ କମ୍ପୁଛନ୍ତି। ଆଜ୍ଞା, ସେଥିପାଇଁ ପ୍ରଥମ ଶତାବ୍ଦୀର ସେବା କାର୍ଯ୍ୟ ଦ୍ରୁତ ଗତିରେ ବଢିବା ପାଇଁ ଆରମ୍ଭ କଲା। ସାଧାରଣ 12 ଜଣ ଲୋକମାନେ ପୃଥିବୀକୁ ଉଲ୍ଟା ପାଲ୍ଟା କରିଦେଲେ। କେବଳ ଅଳ୍ପ ସଂଖ୍ୟକ ଲୋକମାନେ ପୃଥିବୀକୁ ଉଲ୍ଟା ପାଲ୍ଟା କରିଦେଲେ। ଲୋକମାନେ ଆଶ୍ଚର୍ଯ୍ୟ ହେଇକି କହିଲେ ଦେଖ, ଏମାନେ ପ୍ରକୃତରେ ଆମ ଦେବାଦେବୀ ମାନେ ମନୁଷ୍ୟ ରୂପ ଧାରଣ କରି ପୃଥିବୀ ପୃଷ୍ଠକୁ ଆସିଛନ୍ତି। ଆଜି ପ୍ରଭୁ ପ୍ରକୃତିରେ ଆମମାନଙ୍କ ଅଞ୍ଚଳରେ, ଆମମାନଙ୍କ ଗାଁରେ, ଆମମାନଙ୍କ ସହରରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। କିନ୍ତୁ ପ୍ରଭୁ ଅନ୍ୱେଷଣ କରୁଛନ୍ତି, ପ୍ରଭୁ ଖୋଜୁଛନ୍ତି କିଏ ସେ ପ୍ରକାର ବ୍ୟକ୍ତି ଅଟେ
ଯେ କହିବ କି ଆମେ ପ୍ରଭୁଙ୍କର କଥା ଶୁଣିବୁ ନା ତମର କଥା ଶୁଣିବୁ। ଆମେ ଯାହା ଦେଖିଛୁ ଯାହା ଅନୁଭବ କରିଛୁ ସେ କଥା ନ କହିକି ଆମେ କି ପ୍ରକାର ରହିପାରିବୁ, ଏମିତି କହିବା ଲୋକ କିଏ ଅଟନ୍ତି? ପ୍ରଭୁ ତାହା ଅନ୍ୱେଷଣ କରୁଛନ୍ତି। ଏ ବ୍ୟକ୍ତି ମାନେ, ଏ ପ୍ରେରିତ ମାନେ ଚୁପଚାପ ରହିଲେ ନାହିଁ, ଧମକ ଶୁଣିଲା ପରେ ଚୁପଚାପ ରହିଲେ ନାହିଁ। ଏମାନେ ଲେଖାଯାଏ ବାଇବଲରେ ଲଗାତାର ଏମାନେ ସୁସମାଚାର ପ୍ରଚାର କରିବା ଆରମ୍ଭ କଲେ। କାରଣ ସେମାନେ ବୁଝିଲେ କି ଆମମାନଙ୍କୁ ଯିଏ ଡାକି ଅଛନ୍ତି, ଆମମାନଙ୍କୁ ଯିଏ ଆହ୍ୱାନ କରିଅଛନ୍ତି, ଆମମାନଙ୍କୁ ଯିଏ ଅଧିକାର ଦେଇଅଛନ୍ତି, ଆମମାନଙ୍କୁ ଯିଏ ତାଙ୍କର ଦାୟିତ୍ୱକୁ ଦେଇଛନ୍ତି, ସେଇ ପ୍ରଭୁ କିଏ ଅଟନ୍ତି ସେ କଥା ସେମାନେ ବୁଝିଗଲେ। ଆଉ ସେଇ ଯୋଉ ଦାୟିତ୍ୱ ମିଳିଛି, ଏଇ ଦାୟିତ୍ୱର ମୂଲ୍ୟ କଣ ଏ କଥା ସେମାନେ ବୁଝିଛନ୍ତି। ଏଥିପାଇଁ ଦିବାରାତ୍ର ଯୁଆଡେ ଗଲେ ସିଆଡେ ସେମାନେ ସୁସମାଚାର ପ୍ରଚାର କରିବାକୁ ଆରମ୍ଭ କଲେ, ଡରିଲେ ନାହିଁ। ଆଉ ଥରେ ଏମାନଙ୍କୁ ଧରାଗଲା, ଆଉ ଥରେ ଧରାଗଲା, ଆଉ ଥରେ ମାଡ ମରାଗଲା, ଆଉ ଥରେ କୁହାଗଲା ତମକୁ ତ ଆମେ ମନା କରିଥିଲୁ, ତମେ କାହିଁକି ଆଉ ଥରେ ଯୀଶୁଙ୍କ ବାକ୍ୟ ପ୍ରଚାର କଲ? ଆମେ ଦୃଢ ରୂପେ ତୁମକୁ ପ୍ରତିଜ୍ଞା କରିଥିଲୁ, ଆଜ୍ଞା ଦେଇଥିଲୁ କି ତମେ ଯୀଶୁଙ୍କର ବାକ୍ୟ ପ୍ରଚାର କରିବ ନାହିଁ, କିନ୍ତୁ କାହିଁକି ତୁମେ ଆଉ ଥରେ ପ୍ରଚାର କଲ? ପୁନର୍ବାର କାହିଁକି ତମେ ଯୀଶୁଙ୍କର ବାକ୍ୟ ପ୍ରଚାର କଲ? ଯୀଶୁଙ୍କର ସାକ୍ଷୀ ହେବା ପାଇଁ ତୁମେ ପୁନର୍ବାର ସାହସ କଲ? ଏହି ସମୟରେ ଆହୁରି ମଧ୍ୟ ଶିଷ୍ୟମାନେ କିଛି କହୁଛନ୍ତି। କଣ? 29 ପଦ ଟିକେ ପଢୁ। 5 ପର୍ବର 29, 5 ପର୍ବର 29। କିନ୍ତୁ ହଁ ପିତର ଓ ପ୍ରେରିତମାନେ ଉତ୍ତର ଦେଲେ, ହଁ, ମନୁଷ୍ୟଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ। ଆମେନ୍ 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 ଆମେନ୍। ପିତର ଆଉ ସେ ଶିଷ୍ୟ ମାନେ, ପ୍ରେରିତ ମାନେ କହୁଛନ୍ତି ପ୍ରକୃତିରେ ପ୍ରଭୁଙ୍କର ଆଜ୍ଞାକୁ ପାଳନ କରିବା ଉତ୍ତମ ନା ମନୁଷ୍ୟର, ସରକାରର, ଗାଁର, ସମାଜର ନୀତି ନିୟମକୁ ପାଳନ କରିବା ଉତ୍ତମ? କିଏ କହୁଛନ୍ତି ନା ଜଗତର ନୀତି ନିୟମକୁ ପାଳନ କରିବାର ନାହିଁ, ମନୁଷ୍ୟର ନିୟମକୁ ପାଳନ କରିବା ଠାରୁ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ମୋ ପକ୍ଷରେ ଏବଂ ଆମର ଭାଇମାନଙ୍କ ପକ୍ଷରେ ଉତ୍ତମ ଅଟେ। ଏଥିପାଇଁ ଆଜ୍ଞା ଆପଣ ଯାହା ବି ଆମମାନଙ୍କୁ ଦଣ୍ଡ ଦିଅନ୍ତୁ, ଆମେ ଗ୍ରହଣ କରିବୁ, ସାଦରେ ଗ୍ରହଣ କରିବୁ, ଆଦରରେ ଗ୍ରହଣ କରିବୁ, କିନ୍ତୁ ଆମେ ଯୀଶୁଙ୍କ ବାକ୍ୟକୁ ପ୍ରଚାର କରିବାରେ କେବେ ମଧ୍ୟ ବନ୍ଦ କରିବୁ ନାହିଁ। ଏକଥା ଶୁଣିଲା ପରେ ଜନସମାଜର ଲୋକମାନେ, ଯାଜକମାନେ, ଫାରୁସୀମାନେ, ଶାସ୍ତ୍ରୀମାନେ କ୍ରୋଧରେ ପରିପୂର୍ଣ୍ଣ ହେଲେ। ଏମାନଙ୍କୁ ଧରିକି ଭୟଙ୍କର ରୂପରେ ଏମାନଙ୍କୁ ମାଡ଼ ମାରିଲେ, ଭୟଙ୍କର ରୂପରେ ମାଡ଼ ମାରିଲେ। ସମାଜ ଗୃହରେ, ମହାସଭାରେ ଏମାନଙ୍କୁ ଦଣ୍ଡାୟିତ କଲେ, ମାନେ ଦଣ୍ଡ ଦେଲେ। ମହାସଭାରେ ଏମାନଙ୍କୁ ବହୁତ ଏକ ଭୟାନକ ରୂପରେ ଏମାନଙ୍କୁ ମାଡ଼ ମାରିଲେ। କାହାର ମୁଣ୍ଡ ଫାଟିଗଲା, କାହାର ଗୋଡ ଭାଙ୍ଗିଗଲା, କାହାର ହାତ ଭାଙ୍ଗିଗଲା, କାହାର ଆଖି ଫୁଟିଗଲା, କାହାର ନାକ ଫାଟିଗଲା, କାହାର ଦାନ୍ତ ଭାଙ୍ଗିଗଲା, ବ୍ଲିଡିଂ ହଉଛି, ଲୋକମାନଙ୍କୁ ରକ୍ତାକ୍ତ ହଉଛନ୍ତି। ଏମାନେ ଏତେ ମାଡ ଖାଇଛନ୍ତି। କିନ୍ତୁ ବାଇବଲ ଲେଖାଯାଏ ଯେତେବେଳେ ସେମାନେ ମାଡ ଖାଇଲେ, ଯୀଶୁଙ୍କ ପାଇଁ ଯେତେବେଳେ ମାଡ ଖାଇଲେ, କୁହାଯାଏ ଏମାନେ ଆନନ୍ଦ କରୁଛନ୍ତି। ଆଜ୍ଞା ଏଇଟା କି ପ୍ରକାର ଆତ୍ମା? କଣ ଏଇଟା ରିଭାଇବଲ ନାହିଁ? କଣ ପ୍ରକୃତରେ ଏଇଟା ଉଦ୍ଦୀପନା ନାହିଁ? ଯଦି କୌଣସି ଲୋକ ଆସୁଛନ୍ତି ତେବେ ଦୌଡ଼ିବା ଲୋକ ନଥିଲେ ଏମାନେ। ମାଡ ଖାଇଲେ ମଧ୍ୟ ବାଇବଲ ଲେଖାଯାଏ, ଯଦି ଆମେ 5 ପର୍ବ 40 ପଦ ଯଦି ଅଧ୍ୟୟନ କରୁ, 5 ପର୍ବର 40 ପଦ ଯଦି ଆମେ ଅଧ୍ୟୟନ କରୁ, ସେଇଟା ଆମେ ଦେଖିପାରିବା ଯେ ଏମାନଙ୍କୁ ମାଡ଼ ଦେଲା ପରେ ଏମାନେ କି ପ୍ରକାର ବ୍ୟବହାର କରୁଛନ୍ତି। ଜଲ୍ଦି ପଢନ୍ତୁ। 5ର 40 ବାଇବଲ ଅଛି ନା ନାଇଁ? ସେମାନେ ତାଙ୍କ କଥାରେ ସମ୍ମତ ହେଲେ, ହଁ। ପୁଣି ପ୍ରେରିତମାନଙ୍କୁ ହୁଁ। ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ। ହଁ, ଯୀଶୁଙ୍କ ନାମକୁ ନ କହିବା ପାଇଁ ୟା ପୂର୍ବରୁ ବି କହିଥିଲେ, ଧମକ ଦେଇଥିଲେ। ଆଉ ଏମାନେ ଆସି ପ୍ରାର୍ଥନା କଲେ, ପ୍ରଭୁ ଏମାନଙ୍କର ତର୍ଜନ ଗର୍ଜନ ପ୍ରତି ଧ୍ୟାନ ଦିଅ, ଆମମାନଙ୍କୁ ଆହୁରି ଟିକେ ସାହସ ଦିଅ, ତାକେ ଆମେ ବଳପୂର୍ବକ ସାହସ ପୂର୍ବକ ତୁମର ବାକ୍ୟକୁ ପ୍ରଚାର କରିବୁ। ପ୍ରଭୁ ଆମ୍ଭମାନଙ୍କ ବା ଆମମାନଙ୍କର ସମାଜରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି, ପ୍ରଭୁ ଆମମାନଙ୍କ ଜିଲ୍ଲାରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି, ପ୍ରଭୁ ଆମମାନଙ୍କର ରାଜ୍ୟରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି, ଦେଶରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। ଆଜ୍ଞା ଉଦ୍ଦୀପନା ସେତେବେଳେ ଆସେ ଯେତେବେଳେ ପ୍ରକୃତରେ ତାଡ଼ନା ବଢେ। ଏମାନଙ୍କୁ ମାଡ ମାରୁଥିଲେ, ଝଗଡା କରୁଥିଲେ, ନିନ୍ଦା କରାଯାଉଥିଲା, ଅପମାନ କରାଯାଉଥିଲା, କ୍ଲେଶ ଦିଆଯାଉଥିଲା, ଦୁଃଖ ଭୋଗ କରୁଥିଲେ, କିନ୍ତୁ ଉଦ୍ଦୀପନା ବଢି ଚାଲିଥିଲା, ଉଦ୍ଦୀପନା ବଢି ଚାଲିଥିଲା। ଏଇଟେ ବି
ପୁନର୍ବାର ଏମାନଙ୍କୁ ମାଡ ମାରିଲେ, କହିଲେ ଯୀଶୁଙ୍କ ନାମ ଆଦୌ ପ୍ରଚାର କରିବ ନାହିଁ, ଏଇଟା ଆମମାନଙ୍କୁ ବାର ବାର ତମକୁ ଆମେ ଆଦେଶ କରୁଛୁ। ତାପରେ ସେମାନେ କଣ କହୁଛନ୍ତି? 41 ପଦ ଟିକେ ପଢନ୍ତୁ। ହଁ ଆଜ୍ଞା ଏବେଠାରୁ କରିବୁ ନାହିଁ ବୋଲି କହୁନାହାନ୍ତି। ହଁ ସରକାର ଆମ ପାଇଁ ଯାହା କରିଦେଇଛି ତାହା ଭଲ ନିୟମ କରିଛି ବୋଲି କହୁନାହାନ୍ତି। କଣ କରୁଛନ୍ତି ଏମାନେ? ସେଥିରେ ସେମାନେ ହଁ, ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥି ନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରି ଗଲେ। କଣ କଲେ? କଣ ଲେଖା ହେଇଛି ବାଇବଲରେ? କଣ କରୁ କରୁ ଆସିଲେ? କାନ୍ଦି କାନ୍ଦି ବାହାରିଲେ। କୋଉ ହସ୍ପିଟାଲ କୁ ଯିବା? ଏମ୍ସ ହସ୍ପିଟାଲ ନା କିମ୍ସ ହସ୍ପିଟାଲ ନା ସୋମ ହସ୍ପିଟାଲ କୁ ଯିବା ବୋଲି ଭାବିଲେ। କୋଉଟେ ହାଡ ଗୋଡ ଠିକ ହେଇପାରିବ ସେ କଥା ଭାବିଲେ, କିମ୍ବା କୋଉ ଚେରମୂଳକ ମେଡିସିନ ଆଣିବେ ନେଲେ ଭଲ ହେବା ସେଇ କଥା ଚିନ୍ତା କରିକି ଆସିଲେ। ବାଇବଲ ଲେଖାଯାଏ ଏମାନଙ୍କୁ ମାଡ ମାରିଲେ। ଆଉ ଆଜ୍ଞା ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହୁଥିବା ଲୋକମାନଙ୍କୁ ମାଡ ମାରୁଥିଲେ ଲୋକମାନେ, ଏମିତି ଧୀରେ ପିଟୁ ନଥିଲେ। ଟିକେ ମାରିଲେ ଓ କାଳେ ବଥା ହେବ ପରା, ତାକୁ କଷ୍ଟ ଲାଗିବ ପରା, ଏଇ ପ୍ରକାର ମନୋଭାବନାର ମାଡ଼ ଦିଆଯାଉନଥିଲା। ଜୀବନରେ ହତ୍ୟା କରିବା ପାଇଁ ମାର ଦିଆଯାଉଥିଲା। ସେମାନେ ଭାବୁନଥିଲେ। ମୁଁ ବିଶ୍ୱାସ କରୁଛି ଆପଣ ମାନେ ଲାଠି ଚାର୍ଜ ବିଷୟରେ ତ ଦେଖିଥିବେ। ପୋଲିସ ମାନେ ଯେତେବେଳେ ଲାଠି ଚାର୍ଜ କରନ୍ତି, ଆମ ଭିତରୁ କିଏ ଖାଇଛନ୍ତି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ଲାଠି ଚାର୍ଜ ବିଷୟରେ ଆପଣ ଦେଖିଥିବେ, ନିଶ୍ଚିତ ଭାବରେ ନ୍ୟୁଜରେ ବି ଦେଖିଥିବେ। ସେମାନେ ଧୀରେ ବାଡାନ୍ତି ନାହିଁ, ଦୟା ଧର୍ମରେ ବାଡାନ୍ତି ନାହିଁ। ତ ଆପଣ ଚିନ୍ତା କରନ୍ତୁ, ଯେତେବେଳେ ପ୍ରଭୁଙ୍କର ବିରୋଧୀ ଲୋକମାନେ ମନା କରୁଛନ୍ତି, ଯୋଉମାନେ ଯୀଶୁଙ୍କୁ ଯୀଶୁଙ୍କୁ କ୍ରୁଶାର୍ପିତ କଲେ, ସେହି ଲୋକମାନେ ବର୍ତ୍ତମାନ ଯୀଶୁଙ୍କର ନାମକୁ ପ୍ରଚାର କରିବା ମନା କରୁଛନ୍ତି। ଆଉ ଏମାନେ ଯେତେବେଳେ ପ୍ରଚାର କରୁଛନ୍ତି, ସେତେବେଳେ ତ ଏମାନେ ବି କହିବା କଥା, ଆରେ ଆମ ଭଲ ପାଇଁ ତ କହୁଛନ୍ତି ନା, ହଉ ଗୋଟେ ଦି ଦିନ ପ୍ରଚାର କରିବା ନାହିଁ, କଣ ଅଛି, ଗୋଟେ ସପ୍ତାହ ପ୍ରଚାର କରିବା ନାହିଁ, ଯେତେବେଳେ ପରିସ୍ଥିତି ଟିକେ ଭଲ ହେବ ପ୍ରଚାର କରିବା। ଏ ପ୍ରକାର ବି ମନୋଭାବନା ସେମାନେ କରିପାରିଥାନ୍ତେ, ଯୋଉଟା ଆଜି ଆମେ କରୁଛୁ। ଆଜି ଆମର ଖ୍ରୀଷ୍ଟିଆନ ସମାଜରେ ଆମେ କରୁଛୁ। ନାଇଁ ନାଇଁ ନାଇଁ, ଏବେ ଟିକେ ପରିସ୍ଥିତି ଖରାପ ଅଛି, ଏଥିପାଇଁ ଆମେ ଟିକେ ବିଶ୍ରାମ ନେବା। ଆଜ୍ଞା ବିଶ୍ରାମ ନେବା ନେବା ବୋଲି କହୁ କହୁ ଯଦି ସବୁଦିନ ପାଇଁ ବିଶ୍ରାମ ନେଲେ, ତାପରେ କଣ ହେବ? ଆଉ ସୁଯୋଗ ମିଳିବ? ବିଲକୁଲ ନାହିଁ, ବିଲକୁଲ ନାହିଁ। ଏଥିପାଇଁ ଯୋଉ ସୁଯୋଗ ବର୍ତ୍ତମାନ ମିଳିଛି, ସେଇ ସୁଯୋଗକୁ ସଦ୍ବ୍ୟବହାର କରିବାର ଅଛି। ଏମାନେ କହିଲେ ନାହିଁ ଯେ ନାଇଁ ବର୍ତ୍ତମାନ ପରିସ୍ଥିତି ଖରାପ ଅଛି, ଏଥିପାଇଁ ଆମେ ଏବେ ଟିକେ ଶାନ୍ତି ହେଇକି ରହିବା। ଯେତେବେଳେ ଟିକେ ପରିସ୍ଥିତି କମ ଡାଉନ ହବ, ଶାନ୍ତ ପରିବେଶ ହବ, ସେତେବେଳେ ଆମେ ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରିବା। ଏମାନେ ଗୋଟେ ଦିନ ପାଇଁ ମଧ୍ୟ ବାକ୍ୟ ପ୍ରଚାର କରିବାରେ ବନ୍ଦ କରିନାହାନ୍ତି। ମାଡ଼ ଖାଉଥିଲେ ହିଁ ପ୍ରଚାର କରୁଥିଲେ ହିଁ। ଆମେ ଈଶ୍ୱରଙ୍କ ବାକ୍ୟ ଦେଖୁଛୁ, ମହାସଭାରେ ମାଡ଼ ଖାଇଲା ପରେ ରକ୍ତାକ୍ତ ଅବସ୍ଥାରେ କିଏ ଚାଲି ପାରୁଛି, କିଏ ଚାଲି ପାରୁନାହିଁ। କାହାର ହାତ ଭାଙ୍ଗିଛି, କାହାର ମୁଣ୍ଡ ଫାଟିଛି, କାହାର ନାକରୁ ରକ୍ତ ବାହାରୁଛି, କାନରୁ ରକ୍ତ ବାହାରୁଛି। ଏମାନେ ମରିବୁ ବୋଲି ଡରିବା କଥା, କୁଆଡେ ହସ୍ପିଟାଲ ପଳେଇବୁ ଏ କଥା ଚିନ୍ତା କରିବା କଥା। କିନ୍ତୁ ଯିଏ ଗୋଡ ପାରୁନାହିଁ ତାହାକୁ ଜଣେ ବ୍ୟକ୍ତି ସାହାଯ୍ୟ କରୁଛି, ଯାହାର ହାତ ଭାଙ୍ଗିଛି ତାହାକୁ ଆଉ ଜଣେ ସାହାଯ୍ୟ କରୁଛି। ଆଉ ଏମାନେ ଲେଖାଯାଏ ଆନନ୍ଦ କରୁ କରୁ ସେମାନେ ମହାସଭାରୁ ବାହୁଡି ଗଲେ। ହାଲେଲୁୟା। ଏଇଟା ହଉଛି ରିଭାଇଭାଲ, ଏଇଟା ହଉଛି ପ୍ରକୃତ ରିଭାଇଭାଲ। ମାଡ଼ ଖାଇଲେ ମଧ୍ୟ ଏମାନଙ୍କର ଦୃଷ୍ଟି ଲକ୍ଷ୍ୟ ଭ୍ରଷ୍ଟ ହେଲା ନାହିଁ। ଏମାନେ ମରିବୁ ବୋଲି ଭୟ କଲେ ନାହିଁ, ବରଂ ମରଣକୁ ସେମାନେ ଗ୍ରହଣ କରୁଥିଲେ। ଏସ୍ ଆମେ ମରିବା ପାଇଁ ପ୍ରସ୍ତୁତ ଅଟୁ, କିଛି ଅସୁବିଧା ନାହିଁ, କେତେବେଳେ ବି ମରଣ ଆସୁ, କିନ୍ତୁ ଆମେ ମରଣ ଠାରୁ ଦୌଡ଼ିବା ଲୋକ ହେଇଯାଇଛୁ। ମରଣ କାଳେ ପଡିବ ବୋଲି ଆମେ ଡରୁଛୁ। ପ୍ରଭୁ ଆଜି ମଧ୍ୟ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। ତେବେ ମାଡ଼ ଖାଇଲେ, ଆନନ୍ଦ କରୁ କରୁ ତ ଫେରିଲେ, କେମିତି ଭଲ ହେଲେ ପ୍ରଭୁଙ୍କୁ ଜଣା। ବାଇବଲ ଲେଖାଯାଏ ପ୍ରେରିତ ପାଉଲଙ୍କ ବିଷୟରେ, ପଥର ଭୟଙ୍କର ଭାବରେ ମାରିଲେ ତାକୁ, ଗାଁ ବାହାରୁ ନେଇକି ପଥର ମାରିଲେ। ଲେଖାଯାଏ they thought that he died. ସେ ଲୋକମାନେ ଭାବିଲେ, ଯୋଉମାନେ ମାରିଲେ ସେମାନେ ଭାବିଲେ ଯେ ଏଇ ବ୍ୟକ୍ତି ମରିଗଲା। ଆପଣ ସେଇ ପର୍ବକୁ ଟିକେ ପଢିବେ, ଆଶ୍ଚର୍ଯ୍ୟର ବିଷୟ। ପ୍ରକୃତରେ ଆଜି ମୁଁ ସାଧୁ ପାଉଲ ବିଷୟରେ କହିବା ପାଇଁ ମୁଁ ଚାହୁଁଥିଲି, କିନ୍ତୁ ପ୍ରଭୁଙ୍କର ଆତ୍ମା ମାନଙ୍କୁ ଏ ପ୍ରକାର ପରିଚାଳିତ କରୁଛନ୍ତି। ଆଉ କେବେ ଯଦି ପ୍ରଭୁ ସୁଯୋଗ ଦେବେ, ତେବେ ନିଶ୍ଚିନ୍ତ ଭାବରେ ଆମେ ସେ ବିଷୟକୁ ଆଲୋଚନା କରିବା। ଲୋକମାନେ ଭାବିଲେ ସାଧୁ ପାଉଲ ମରିଗଲା, କଥାରେ ନାହିଁ ଆଜ୍ଞା, କାର୍ଯ୍ୟରେ ମରିଗଲା ବୋଲି ଭାବିଲେ। କାହାଣୀ ପରି ନାହିଁ, ତାକୁ କେତେ ନାହିଁ କେତେ ପଥର ମାଡ଼ ହେଇଥିବ, ଆଉ କେତେ ନା କେତେ ପରିମାଣରେ ତାକୁ ଆଘାତ ହେଇଥିବ, ଯେ ଲୋକ ଭାବିଲେ, ଯୋଉମାନେ ମାରିବା ପାଇଁ ଯାଇଥିଲେ ତାକୁ, ସେମାନେ ଭାବିଲେ ଯେ ଏଇ ଲୋକ ମରିଗଲା।
କିନ୍ତୁ ବାଇବଲ ଲେଖାଯାଏ ମରିଗଲା ବୋଲି ଭାବିକି ଯେତେବେଳେ ଲୋକମାନେ ଫେରିକି ଗଲେ, ଏ ବ୍ୟକ୍ତି ଠିଆ ହେଇକିରି ଅନ୍ୟ ଏକ ଗାଁକୁ ଯାଇକି ଆରାମ ସେ ଶୋଇକି ବିଶ୍ରାମ ନଉନାହିଁ, ମୁଁ କେବେ ଠିକ ହେବି ବୋଲି ବିଶ୍ରାମ ନଉନାହିଁ। ଲେଖାଯାଏ ସେ ଉଠିକି ଅନ୍ୟ ରାଜ୍ୟକୁ ଗଲା, ଅନ୍ୟ ଗାଁକୁ ଗଲା ଆଉ ସେଇଠି ସୁସମାଚାର ପ୍ରଚାର କରିବା ପାଇଁ ଆରମ୍ଭ କଲା। ହାଲେଲୁୟା। ଏଇଟା ହଉଛି ପ୍ରକୃତରେ ଉଦ୍ଦୀପନା। ଏଇଟା ହଉଛି ପ୍ରକୃତରେ ଉଦ୍ଦୀପନା। ଆଉ ଏଇ ପ୍ରକାର ହୃଦୟର ଲୋକମାନଙ୍କୁ ପ୍ରଭୁ ଆଜି ହଜୁଛନ୍ତି। এই ପ୍ରକାର ଲୋକମାନଙ୍କୁ ପ୍ରଭୁ ଆଜି ଅନ୍ୱେଷଣ କରୁଛନ୍ତି। ଯେ କିଏ କେବଳ ପ୍ରଚାର କରିବା ପାଇଁ ପ୍ରସ୍ତୁତ ତାହା ନୁହେଁ, ଯୀଶୁଙ୍କ ପାଇଁ ଯିଏ ମାଡ଼ ଖାଇବା ପାଇଁ ବି ପ୍ରସ୍ତୁତ, ସେ ପ୍ରକାର ଲୋକମାନଙ୍କୁ ପ୍ରଭୁ ଖୋଜୁଛନ୍ତି। ଆପଣ ଟିକେ ଚିନ୍ତା କରି ଦେଖନ୍ତୁ, ଯୋଉମାନେ ହତ୍ୟା କରିବା ପାଇଁ ଗଲେ ତାଙ୍କୁ ମାରିଲେ, ପଥର ମାରିଲେ, ହତ୍ୟା କଲେ ବୋଲି ଭାବିଲେ, ମରିଗଲା ବୋଲି ଭାବିଲେ, ଆଉ ସେମାନେ ଛାଡିକି ପଳେଇଲେ। ଏଇ ବ୍ୟକ୍ତି ଉଠିକିରି ଅନ୍ୟ ଗାଁକୁ ଯାଇକି ସେଇ ପ୍ରକାର ଅବସ୍ଥାରେ ମାଡ଼ ଖାଇକିରି, ପଥର ବାଜିକିରି, ଆପଣ ଚିନ୍ତା କରନ୍ତୁ କୋଉ କୋଉ ଜାଗାରୁ ରକ୍ତ ବାହାରୁଥିବ, ତାର କେମିତି ହେଇଥିବ ତାର ଡ୍ରେସ, କିନ୍ତୁ ସେମିତି ପରିସ୍ଥିତିରେ ବି ସେ ଅନ୍ୟ ଗାଁକୁ ଯାଇକି ଯୀଶୁଙ୍କର ବାକ୍ୟକୁ ପ୍ରଚାର କରୁଛି। କାହିଁକି ଏ ପ୍ରକାର ହେଲା? କାରଣ ସେମାନେ ବୁଝିଲେ ତାଙ୍କର ଆହ୍ୱାନ କଣ ଅଟେ। ସେମାନେ ବୁଝିଲେ ଯେ ପ୍ରକୃତରେ ପ୍ରଭୁ ସେମାନଙ୍କ ଠାରୁ କଣ ଚାହାନ୍ତି। ଆଜି ଆପଣ ଏବଂ ମୁଁ ଯଦି ବି ଖ୍ରୀଷ୍ଟିଆନ ହେଇଛୁ, କିନ୍ତୁ ପ୍ରକୃତରେ ପ୍ରଭୁଙ୍କର ଉଦ୍ଦେଶ୍ୟ ଆମମାନଙ୍କ ଜୀବନରେ କଣ ଅଛି, ଯୋଉ ପର୍ଯ୍ୟନ୍ତ ସେଇ ଉଦ୍ଦେଶ୍ୟକୁ ବୁଝିବା ନାହିଁ, ସେ ପର୍ଯ୍ୟନ୍ତ ଆମେ ବି ଲକ୍ସରିୟସ୍ ଲାଇଫ, କମ୍ଫର୍ଟେବଲ ଲାଇଫକୁ ଆମେ ଅନ୍ୱେଷଣ କରିବା। ଉଦ୍ଦୀପନା କେମିତି ଆସିଲା? ଏମାନଙ୍କର କ୍ଲେଶ ବଢିବାକୁ ଲାଗିଲା, ସେମିତି ପ୍ରଭୁଙ୍କର ରାଜ୍ୟ ମଧ୍ୟ ବଢିବା ପାଇଁ ଲାଗିଲା। ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ପଛରେ ହଜାର ହଜାର ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପାଇଁ ଲାଗିଲେ। ଏଥିପାଇଁ ଗୋଟେ କଥା କୁହାଯାଏ, ନୋ ପେନ୍ ନୋ ଗେନ୍। ଯଦି ଆମେ କଷ୍ଟ ସମ୍ଭାଳୁ ନାହୁଁ, ତେବେ ତାର କଷ୍ଟ ପରେ ଯୋଉ ଫାଇଦା ଅଛି, ଯୋଉ ଲାଭ ଅଛି, ସେଇ ବିଷୟକୁ ମଧ୍ୟ ଆମେ ପ୍ରାପ୍ତ କରିପାରିବା ନାହିଁ। ତେବେ ଆଜିର ବାକ୍ୟ ଆପଣଙ୍କ ପାଇଁ, ମୋ ପାଇଁ, ମୁଁ ଆଉଥରେ କହିବା ପାଇଁ ଚାହିଁବି, ପ୍ରକୃତରେ God wants to bring the revival among us. ପ୍ରକୃତରେ ପ୍ରଭୁ ଆମମାନଙ୍କ ମଧ୍ୟରେ ଉଦ୍ଦୀପନାକୁ ଆଣିବା ପାଇଁ ଚାହାନ୍ତି। ଆମମାନଙ୍କର ଗାଁରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। ଆମମାନଙ୍କ ସହରରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। ଆମମାନଙ୍କର ଭାରତ ବର୍ଷରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। ଆଉ ଉଦ୍ଦୀପନା ଆସିବାର କେବଳ ଗୋଟେ ମାତ୍ର ମାଧ୍ୟମ, ତାହା ହଉଛି persecution, ତାହା ହଉଛି ତାଡ଼ନା, ତାହା ହଉଛି ଦୁଃଖ, ତାହା ହଉଛି କ୍ଲେଶ। ଯୋଉ କ୍ଲେଶ ଯେତେବେଳେ ଆସିବ, ଆପଣ ଏବଂ ମୁଁ ବୁଝିବା ଦରକାର ଯେ ଉଦ୍ଦୀପନା ଆସିବାର ସମୟ ଉପସ୍ଥିତ ହେଇଗଲା। ଆଉ ଏଇ ଉଦ୍ଦୀପନା ସେତେବେଳେ ଆସିବ ଯେତେବେଳେ ସେ କ୍ଲେଶ ସମୟରେ ଆପଣ ଏବଂ ମୁଁ ଆମେ ଠିଆ ହେବା, ପ୍ରଭୁଙ୍କ ପାଖରେ ଠିଆ ହେବା, ପ୍ରଭୁଙ୍କୁ କହିବା, ପ୍ରଭୁ ମତେ ସାହସର ସହିତ ତୁମର ବାକ୍ୟକୁ ପ୍ରଚାର କରିବା ପାଇଁ ମତେ ସୁଯୋଗ ଦିଅ, ତୁମର ବାକ୍ୟର ଜ୍ଞାନ ଦିଅ, ତୁମ ସହିତ ଲାଗିକି ରହିକି ପ୍ରଭୁ ତୁମ ପଛରେ ଚାଲିବା ପାଇଁ ମତେ ସୁଯୋଗ ଦିଅ, ବା ମୋର ହୃଦୟକୁ ତୁମେ ସେ ପ୍ରକାର ପରିଚାଳିତ କର। ଯେତେବେଳେ ଆମେ ସେ ପ୍ରକାର ଠିଆ ହେବା, ନିଶ୍ଚିନ୍ତ ଭାବରେ ପ୍ରଥମ ଶତାବ୍ଦୀରେ ଯେମିତି ଉଦ୍ଦୀପନା ଆସିଲା, ଠିକ ସେ ପ୍ରକାର ଆମମାନଙ୍କର ଭାରତ ବର୍ଷରେ ମଧ୍ୟ ଉଦ୍ଦୀପନା ଆସିବ। ପ୍ରକୃତର କଥା ମୁଁ କହିବା ପାଇଁ ଚାହିଁବି, ଆମ ଏରିଆରେ, ଆମର ଅଞ୍ଚଳରେ ପ୍ରଭୁ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି, ଲୋକମାନଙ୍କୁ ବଞ୍ଚେଇବା ପାଇଁ ଚାହାନ୍ତି। ତେବେ ବଞ୍ଚେଇବା ପାଇଁ ହେଲେ ଆପଣ ଏବଂ ମୁଁ ଗୋଟେ ମାଧ୍ୟମ ହେବା ଦରକାର। ଯେମିତି ପ୍ରଥମ ଶତାବ୍ଦୀର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏଇ ପ୍ରେରିତ ମାନେ ଯେ ପ୍ରକାର ଏକ ମାଧ୍ୟମ ହେଲେ, ପ୍ରେରିତ ମାନେ ଯେ ପ୍ରକାର ଏକ ମାଧ୍ୟମ ହେଲେ, ଯଦି ପ୍ରକୃତରେ ଆପଣ ଏବଂ ମୁଁ ଆମ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଚାହୁଁଛୁ, ତେବେ ପ୍ରଭୁ ଆପଣଙ୍କୁ ଆଉ ମତେ ଅନ୍ୱେଷଣ କରୁଛନ୍ତି, ଲୋକକୁ ଖୋଜୁଛନ୍ତି ଯେ କିଏ ଅଛି ଯିଏକି ମୋ ନିମନ୍ତେ ଏ ପ୍ରକାର ଏକ ଉଦ୍ଦୀପନା ଆଣିବାର ମାଧ୍ୟମ ହେବ। କିଏ ଅଛି ମୋ ନିମନ୍ତେ ନିଜର ଜୀବନକୁ ସ୍ୱୀକାର କରିବ? କିଏ ଅଛି ମୋର ନିମନ୍ତେ ନିଜର ଜୀବନକୁ ବଳିଦାନ କରିବ? ଯେମିତି ପ୍ରଭୁ ପଚାରିଲେ, କିଏ ଅଛି ମୋ ପାଇଁ ଯିବ? ଆଉ ସେତେବେଳେ ଯିଶାୟା ଭବିଷ୍ୟତ ବକ୍ତା କହୁଛନ୍ତି, ୟେସ୍ ଲର୍ଡ, ମୁଁ ଅଛି, ମତେ ପଠାଅ, ମୁଁ ଅଛି, ମତେ ପଠାଅ। କଣ ପ୍ରକୃତରେ ଆଜି ଆମମାନଙ୍କ ଅଞ୍ଚଳରେ ଉଦ୍ଦୀପନା ଆଣିବା ପାଇଁ ଆମେ ମାଧ୍ୟମ ହେବା ପାଇଁ ପ୍ରସ୍ତୁତ କି? ଆମ ସହରରେ ଉଦ୍ଦୀପନା ଆଣିବା ପାଇଁ ଆମେ ପ୍ରସ୍ତୁତ ଅଟୁ କି? ପ୍ରଭୁ କୌଣସି ଶିକ୍ଷାଗତ ଯୋଗ୍ୟତା ଦେଖନ୍ତି ନାହିଁ। ପ୍ରଭୁ କୌଣସି ଆପଣଙ୍କର ବ୍ୟାକଗ୍ରାଉଣ୍ଡକୁ ଦେଖୁନାହାନ୍ତି। ପ୍ରଭୁ କୌଣସି ଜ୍ଞାନର ଲୋକମାନଙ୍କୁ ଖୋଜୁନାହାନ୍ତି। ପ୍ରଭୁ ଆପଣଙ୍କୁ ଆଉ ମତେ ଖୋଜୁଛନ୍ତି। ଆମେ ଯେତେ ଜଣ ଏଠାରେ ଉପସ୍ଥିତ ଅଛୁ, ପ୍ରତ୍ୟେକଙ୍କୁ ପ୍ରଭୁ ଚାହାନ୍ତି, ଆମ ଦ୍ୱାରା ଆମମାନଙ୍କ ଅଞ୍ଚଳରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି। ତେବେ ଆମମାନଙ୍କୁ ଉପସ୍ଥିତ ହେବାକୁ ପଡିବ। ଯେତେ କ୍ଲେଶ ବଢିବ, ସେତେ ଉଦ୍ଦୀପନା ଆସିବାର ମାଧ୍ୟମ ବା ପଥ ଖୋଲିବ। କେବଳ ଆପଣଙ୍କ ମତେ ପ୍ରଭୁଙ୍କ ସହିତ ଲାଗିକି ରହି ଏଇ ଜୀବନର ବା ଏଇ ଜଗତର ସମସ୍ତ ପରିସ୍ଥିତିକୁ ସାମ୍ନା କରିବାର ଅଛି। ମୁଁ ଚୋର କରୁଥିବି ଆଉ ମୁଁ ନିନ୍ଦା ପାଇବି କହିଲେ ସେଇଟା ପ୍ରଭୁଙ୍କର ଗୌରବ ହେବ ନାହିଁ।
ବଟ୍ ମୁଁ ପ୍ରଭୁଙ୍କର କାର୍ଯ୍ୟ କରୁଥିବି, ପ୍ରଭୁଙ୍କ ନିମନ୍ତେ ଠିଆ ହୋଇଥିବି, ଆଉ ଯଦି ମୁଁ ଦଣ୍ଡିତ ହେବି, ନିନ୍ଦିତ ହେବି, ତେବେ ସେତେବେଳେ ପରମେଶ୍ୱରଙ୍କର ମହିମା ହବ। ପୁନର୍ବାର ମୁଁ କହିବା ପାଇଁ ଚାହିଁବି, ପ୍ରଭୁ ଆମ ଅଞ୍ଚଳରେ ଉଦ୍ଦୀପନା ଆଣିବା ପାଇଁ ଚାହାନ୍ତି, ତେବେ କିଏ ଠିଆ ହେବ? କିଏ ଉଦ୍ଦୀପନା ଆଣିବା ପାଇଁ ମାଧ୍ୟମ ହେବ? ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା। କିଏ କାହାକୁ ନେବାନି, ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା। ଅନେକ ଲୋକ କୁହନ୍ତି ଉତ୍ତମ ସମୟ ଆସିବ, ବର୍ତ୍ତମାନ ସମୟ ପରିସ୍ଥିତି ଠିକ ନାହିଁ, ତେଣୁ ଆମେ ସମସ୍ତେ ବିଶ୍ରାମ କରିବା। ଆଉ କିଛି ଦିନ ପରେ ପରିସ୍ଥିତି ଠିକ ହେଲା ପରେ ଆମେ ଯୀଶୁଙ୍କର ସାକ୍ଷୀ ହେବା। ବାଇବଲ ଲେଖାଯାଏ, ଯଦି ଆମେ ତାର ଶେଷ ପଦକୁ ପଢୁଛୁ, ସେ ପ୍ରେରିତ ପୁସ୍ତକ 5 ପର୍ବ ଶେଷ ପଦରେ ଲେଖାଯାଏ, ସେମାନେ ପ୍ରତ୍ୟେକ ଦିନ ଗୃହରେ ଏବଂ ମନ୍ଦିରରେ ଯୀଶୁଙ୍କର ବାକ୍ୟକୁ ପ୍ରଚାର କରିବାରେ କ୍ଷାନ୍ତ ହେଲେ ନାହିଁ। ତାର ଅର୍ଥ ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର କରିବାରେ ବନ୍ଦ ହେଲେ ନାହିଁ। ପିତରଙ୍କୁ ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଯୀଶୁଙ୍କର ବାକ୍ୟ ପ୍ରଚାର କରିବାରେ ଥିଲା। ଆଉ ଯଦି ଅନ୍ୟ ଶିଷ୍ୟମାନଙ୍କୁ, ପ୍ରେରିତ ମାନଙ୍କ କଥା ଦେଖୁ, ସେମାନେ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ, ପ୍ରାଣ ଚାଲିଯିବା ପର୍ଯ୍ୟନ୍ତ ସେମାନେ ଯୀଶୁଙ୍କର ବାକ୍ୟକୁ ପ୍ରଚାର କଲେ, ଯୀଶୁଙ୍କ ନିମନ୍ତେ ସାକ୍ଷୀ ହେଲେ। ଉଦ୍ଦୀପନା ପ୍ରଥମ ଶତାବ୍ଦୀରେ ପୃଥିବୀ ପୃଷ୍ଠରେ ଆସିଲା। ଆଜି ଉଦ୍ଦୀପନା ଆମମାନଙ୍କ ସହରରେ ଆସିବା ପାଇଁ ଚାହୁଁଛି। ପ୍ରକୃତରେ ପ୍ରଭୁ ଉଦ୍ଦୀପନାକୁ ପଠେଇବା ପାଇଁ ଚାହାନ୍ତି, ଲୋକମାନଙ୍କୁ ଜୀବିତ କରିବା ପାଇଁ ଚାହାନ୍ତି, ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ତେବେ କଣ ପ୍ରଭୁ ଯାହାକୁ ଖୋଜୁଛନ୍ତି ସେ ବ୍ୟକ୍ତି କଣ ଆପଣ ହେବା ପାଇଁ ଚାହାନ୍ତି କି? ଯଦି ପ୍ରକୃତରେ ଆପଣ ହେବା ପାଇଁ ଚାହାନ୍ତି, ତେବେ ଆଜିର ରାତିରେ ନିଜ ନିଜକୁ ପ୍ରଭୁଙ୍କ ନିକଟ ସମର୍ପଣ କରୁ। ପ୍ରଭୁଙ୍କୁ କହୁ, ୟେସ୍ ଲର୍ଡ, ମୁଁ ଆମ ପରିବାରରେ, ଆମ ଗ୍ରାମରେ, ଆମର ମଣ୍ଡଳୀରେ, ଆମର ସହରରେ ଉଦ୍ଦୀପନା ଆଣିବାର ବ୍ୟକ୍ତି ଆଉ ମାଧ୍ୟମ ହେବା ପାଇଁ ମୁଁ ଚାହୁଁଅଛି। ଦୟାକରି ମତେ ସ୍ପର୍ଶ କର, ମତେ ମାଧ୍ୟମ କର, ମତେ ବଳ ଦିଅ, ଶକ୍ତି ଦିଅ, ସାହସ ଦିଅ, ତାକି ସାହସର ସହିତ ମୁଁ ତୁମର ସାକ୍ଷୀ ହେବି। ଆମେ ନିଜକୁ ସମର୍ପଣ କରୁ। ସମୟ ନାହିଁ ମୋର ପ୍ରିୟମାନେ, ଯୁଗାନ୍ତ ସମୟ ଉପସ୍ଥିତ ହେଲା। ପୃଥିବୀରେ କେତେବେଳେ ନଷ୍ଟ ହେବ, ପୃଥିବୀ କେତେବେଳେ ନଷ୍ଟ ହେବ ଆମେ ଜାଣିନାହୁଁ। ଯୀଶୁଙ୍କର ଆଗମନ କେତେବେଳେ ହେବ ଆମେ ଜାଣିନାହୁଁ। କିନ୍ତୁ ଏହା ସତ୍ୟ କି ଆମେ ଯୁଗାନ୍ତ ଆଡକୁ ଗତି କରୁଛୁ, ଆମେ ଆଗମନର ନିକଟବର୍ତ୍ତୀ ଅଟୁ। ତେବେ ଆଜିର ସନ୍ଧ୍ୟାରେ ଆମେ ସମସ୍ତେ ନିଜ ନିଜକୁ ପ୍ରଭୁଙ୍କ ନିକଟ ସମର୍ପଣ କରୁ। ପ୍ରଭୁଙ୍କୁ କହୁ ଯେ ପ୍ରଭୁ ମୁଁ ମାଧ୍ୟମ ହେବା ପାଇଁ ଚାହୁଁଅଛି, ମତେ ସାହସ ଦିଅ, ତାକି ତୁମର ବାକ୍ୟକୁ ମୁଁ ପ୍ରଚାର କରିବି। କେବଳ ରବିବାର ଦିନ ନୁହେଁ, କେବଳ ଜୁମ୍ ମିଟିଂରେ ନୁହେଁ, କେବଳ ଶୁକ୍ରବାର ଦିନ କେବଳ ନୁହେଁ, କିମ୍ବା ବୁଧବାର ଦିନ କେବଳ ନୁହେଁ। ବାଇବଲ ଲେଖାଯାଏ, ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ଏମାନେ ବାକ୍ୟ ପ୍ରଚାର କରିବାରେ, ଯୀଶୁଙ୍କ ବିଷୟରେ ପ୍ରଚାର କରିବାରେ କ୍ଷାନ୍ତ ହେଲେ ନାହିଁ। ପ୍ରଭୁ ଆଜି ସେ ପ୍ରକାର ଲୋକମାନଙ୍କୁ ଖୋଜୁଛନ୍ତି, ଯେଉଁମାନେ କି ମାଡ଼ ଖାଇଲେ ସୁଦ୍ଧା, ମୁଣ୍ଡ ଫାଟିଗଲେ ସୁଦ୍ଧା, ହାତ ଭାଙ୍ଗିଗଲେ ସୁଦ୍ଧା, ନାକରୁ ରକ୍ତ ବାହାରୁଥିଲେ ସୁଦ୍ଧା, ଗୋଡ଼ ଭାଙ୍ଗିଗଲେ ସୁଦ୍ଧା, କ୍ଷତ ବିକ୍ଷତ ହେଲେ ସୁଦ୍ଧା, ପ୍ରଭୁଙ୍କ ନିମନ୍ତେ ନିନ୍ଦିତ ହେଲେ ସୁଦ୍ଧା, ପ୍ରଭୁଙ୍କ ନିମନ୍ତେ ପ୍ରହାରିତ ହେଲେ ସୁଦ୍ଧା, କିଏ ଅଛି ଯୋଉ ବ୍ୟକ୍ତି ପ୍ରତ୍ୟେକ ଦିନ ମୋ ନିମନ୍ତେ ସୁସମାଚାର ପ୍ରଚାର କରିବ? ପ୍ରସ୍ତରାଘାତ ପାଇଲା ପରେ, ଲୋକ ମୃତ୍ୟୁ ବ୍ୟକ୍ତି ହେଇଗଲା ବୋଲି ଭାବିଲା ପରେ, ସେଇ ବ୍ୟକ୍ତି ଉଠିକି ପୁନର୍ବାର ଏକ ନୂତନ ଗ୍ରାମରେ ଯାଏ। ଯୀଶୁଙ୍କର ବାକ୍ୟ ପ୍ରଚାର କରିବା ଲୋକ କିଏ ଅଛି, ଯାହା ଦ୍ୱାରା ମୁଁ ପ୍ରକୃତରେ ଉଦ୍ଦୀପନା ଆଣିବା ପାଇଁ ଚାହୁଁଅଛି? ଯଦି ଏ ପ୍ରକାର ଭାବୁଛୁ ଆମେ କି ପ୍ରଭୁ ଆମେ ଅଛୁ, ପ୍ରଭୁ ମୁଁ ଅଛି, ମୋ ଦ୍ୱାରା ତୁମେ ଆମ ଅଞ୍ଚଳକୁ ଉଦ୍ଦୀପନା ଆଣିଦିଅ, ତେବେ ମୋର ପ୍ରିୟମାନେ, ଯଦି ଆମର ସତ୍ୟରେ ଆତ୍ମାରେ ଯଦି ନିଷ୍ପତ୍ତି କରୁଛନ୍ତି, ତେବେ ଆଜିର ରାତ୍ରି ଆପଣଙ୍କ ପାଇଁ, ମୋ ପାଇଁ ଏକ ଟର୍ଣ୍ଣିଂ ଟାଇମ୍ ଅଛି। ଆଜିର ରାତ୍ରି ଆମମାନଙ୍କ ଜୀବନରେ ବୋଧେ ଏକ ଅଦ୍ଭୁତର ରାତ୍ରି ହେବ, ଏକ ଅଦ୍ଭୁତର ସମୟ ହେବ, ଯୋଉ ସମୟ ଆପଣଙ୍କ ପାଇଁ, ମୋ ପାଇଁ ଏକ ଆଶୀର୍ବାଦର ସମୟ ହେବ, ଯୋଉ ଦ୍ୱାରା ପରମେଶ୍ୱର ମାନଙ୍କ ଅଞ୍ଚଳରେ ଏକ ଉଦ୍ଦୀପନାକୁ ଆଣିବେ। ଯେଉଁମାନେ ପ୍ରକୃତରେ ହୃଦୟରେ ନିଷ୍ପତ୍ତି କରିଛନ୍ତି, ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଯାଉଛି। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ, ବିଶେଷ କରି ଆଜିର ଏ ସୁନ୍ଦର ଅବକାଶ ନିମନ୍ତେ, ପ୍ରଭୁଜୀ, ବିଶେଷ କରି ଏ ସୁନ୍ଦର ଟିମ୍ ନିମନ୍ତେ। ପ୍ରଭୁଜୀ, ସମସ୍ତ ଯୁବା ଯୁବତୀ ମାନଙ୍କୁ ତୁମେ ଏକତ୍ରିତ କରି ତୁମର ରାଜ୍ୟକୁ ବିସ୍ତାର କରିବା ପାଇଁ ତୁମେ ସେମାନଙ୍କୁ ନିର୍ମାଣ କରୁଛ, ପ୍ରସ୍ତୁତ କରୁଛ, ଗଢୁଛ। ଏଥିପାଇଁ ଆମେ ତୁମକୁ ଧନ୍ୟବାଦ ଦଉଛୁ। ପ୍ରଭୁ, ଆଜି ଯେ ପ୍ରକାର ତୁମେ ଆମମାନଙ୍କୁ ବାକ୍ୟ ଦ୍ୱାରା କହିଲ, ପ୍ରଭୁ ତୁମେ ପ୍ରକୃତରେ ଆମମାନଙ୍କ ଜୀବନରେ, ଆମମାନଙ୍କ ଅଞ୍ଚଳରେ ଉଦ୍ଦୀପନା ଆଣିବା ପାଇଁ ଚାହୁଁଛ ବାପା। ଅନେକ ଲୋକମାନଙ୍କୁ ତୁମେ ବଞ୍ଚିତ କରିବା ପାଇଁ ଚାହୁଁଛ। ଏଥିପାଇଁ ପ୍ରଭୁ ଏକ ମାଧ୍ୟମକୁ ତୁମେ ପ୍ରଭୁ ଅନ୍ୱେଷଣ କରୁଅଛ। ପ୍ରଭୁ, ଯେତେ ଜଣ ବି ଭାଇ ଭଉଣୀ ମାନେ ଅଛନ୍ତି, ପ୍ରତ୍ୟେକ ଯୋଉମାନେ ପ୍ରଭୁ ନିଜର ଜୀବନକୁ ସମର୍ପଣ କରିଛନ୍ତି, ଏକ ନିଷ୍ପତ୍ତି ନେଉଅଛନ୍ତି ବାପା କି ଆମେ ମାଧ୍ୟମ ହେବା ପାଇଁ ଚାହୁଁଅଛୁ, ପ୍ରତ୍ୟେକଙ୍କୁ ତୁମର ଆଶୀର୍ବାଦର ହସ୍ତକୁ ବିସ୍ତାର କରି
ଏକ ସ୍ପେଶାଲ ଆଇନୋଣ୍ଟିଂ କରିଦିଅ ବୋଲି ଆମେ ପ୍ରାର୍ଥନା କରୁଛୁ। ଏକ ଅଦ୍ଭୁତ ଅଲୌକିକ ଅଭିଷେକ କର ବୋଲି ଆମେ ପ୍ରାର୍ଥନା କରୁଛୁ ବାପା। ଯେ ପ୍ରକାର ତୁମେ ପ୍ରେରିତ ମାନଙ୍କୁ ଏକ ଅଭିଷେକ କରିଥିଲ, ଠିକ ସେ ପ୍ରକାର ପ୍ରଭୁ ଏମାନଙ୍କୁ ମଧ୍ୟ ତୁମେ ଅଭିଷେକ କରିଦିଅ, ତାକି ଅନ୍ୟ ମାନଙ୍କ ନିମନ୍ତେ, ନିଜର ସହର ନିମନ୍ତେ ଏକ ଉଦ୍ଦୀପନା ଆଣିବାର ମାଧ୍ୟମ ହେବେ। ପ୍ରିୟ ପ୍ରଭୁ, ଧନ୍ୟବାଦ ଦଉଛୁ ବାପା ପ୍ରତ୍ୟେକଙ୍କର ଆତ୍ମିକ ସମର୍ପଣତା ନିମନ୍ତେ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କରିଦିଅ। ଗୌରବ ତୁମର ହଉ, ମହିମା ତୁମର ହଉ ପିତା। ସମସ୍ତ ବିଷୟକୁ ତୁମ ହସ୍ତ ସମର୍ପଣ କରି, ବିଶେଷ କରି ଯେଉଁମାନେ ନିଜକୁ ନିର୍ଣ୍ଣୟ କରିଛନ୍ତି, ନିଜକୁ ସମର୍ପଣ କରିଛନ୍ତି, ପ୍ରତ୍ୟେକଙ୍କୁ ତୁମ ହସ୍ତ ସମର୍ପଣ କରି ଯୀଶୁଙ୍କ ପବିତ୍ର ନାମରେ ଛୋଟ ନିବେଦନ ମାଗୁଅଛୁ ପିତା, ଆମେନ୍। ଓକେ ପ୍ରଭୁ, ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତଙ୍କୁ ପ୍ରେଜ ଦେଲ, ବିଶେଷ ଧନ୍ୟବାଦ। Praise the Lord, sir. ପ୍ରେଜ୍ ଲର୍ଡ ସାର୍। ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କର ଦାସ ଆପଣାର ପ୍ରକୃତ ଅର୍ଥ ମାନଙ୍କ ମଧ୍ୟରେ ସେ ରଖିଥିଲେ। ଆଜି ଯେତେ ନିନ୍ଦା ତାଡ଼ନା ଆସିଲେ ମଧ୍ୟ କରିବା ନାହିଁ। ଆଉ ପ୍ରେରିତ ମାନେ ଯେ ଆନନ୍ଦ କରୁଥିଲେ, ତାଙ୍କୁ ଅନେକ ନିନ୍ଦା ତାଡ଼ନା ଆସୁଥିଲେ ମଧ୍ୟ ସେମାନେ କଣ କରୁଥିଲେ? ଆନନ୍ଦରେ ପ୍ରଭୁଙ୍କ ସେବା କରୁଥିଲେ। ଆଜି ଆମମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଛି। ଆଜି ଜୀବନରେ ଯେତେ କ୍ଲେଶ ଆସିଲେ ମଧ୍ୟ, ଯେତେ ବାଧା ମଧ୍ୟ ପ୍ରଭୁଙ୍କର କାର୍ଯ୍ୟ ମାନେ ବନ୍ଦ କରି ସମାଜର ଅନ୍ୟ ଲୋକଙ୍କ କରିବା ମାନଙ୍କର କର୍ତ୍ତବ୍ୟ ଅଟେ। ପ୍ରଭୁଙ୍କର ଆଜ୍ଞା ପାଳନ କରିବା ମାନଙ୍କର କର୍ତ୍ତବ୍ୟ ଅଟେ। ପ୍ରଭୁଙ୍କର ଦାସ, ପ୍ରଭୁଙ୍କର ଅଭିଷିକ୍ତ ଦାସ ବହୁତ ସୁନ୍ଦର ଭାବରେ ଆମମାନଙ୍କୁ ଏଇ ବାକ୍ୟ ଆମମାନଙ୍କୁ ପ୍ରଭୁଙ୍କର ମୁଁ ବିଶେଷ ଧନ୍ୟବାଦ ପ୍ରଭୁଙ୍କ ଦାସଙ୍କୁ ପଢେଇ ନଥିବାରୁ। ମୁଁ ଧନ୍ୟବାଦ ପ୍ରତ୍ୟେକ ଭାଇ ଭଉଣୀ ତାଙ୍କର ବହୁମୂଲ୍ୟ